एबेर दिल्ली रे अवस्थापित पुलिस डीआईजी श्रीजुक्त चंद्रभानु शतपथी सेतेबेले रेभेन्सा कॉलेज रे छात्र थांती। कॉलेज रो मैगजीन रे तांकर गोटे गप बाहरी थिला। सौभाग्यवशतः से मैगजीन टी आम डगर प्रेस रे छपा होइतिला। से गपटी को पढ़िबा मात्रे मते भारी आनंद लागिला। पाखरे सेही पत्रिका सहित संपृक्त दुई जण कॉलेज छात्र थिले। सेमानकु बधाई देई कहिली, "बा, आपण माने गोटे बढ़िया हास्यरसात्मक गप बाछि अछंती। ए पिलाटी किए?" सेमाने कहिले, "से होइछंती स्कूल डीपीआई श्री गोकुल चंद्र शतपथींकर द्वितीय पुत्र।" मु से पिलामानकु कहिली, "चंद्रभानुଙ୍କୁ मो पाखकु टिके पठाइबो?" ଏହା ସହିତ ଚନ୍ଦ୍ରଭାନୁଙ୍କୁ ଆସିବାକୁ ଅନୁରୋଧ ଜଣାଇ ସେମାନଙ୍କ ହାତରେ ଚିଠି ମଧ୍ୟ ଦେଲି। 2 ଦିନ ପରେ ଜଣେ ବଳିଷ୍ଠ ସୌମ୍ୟକାନ୍ତ ଦୀର୍ଘକାୟ ଯୁବକ ମୋ ପାଖକୁ ଆସି ଆତ୍ମପରିଚୟ ଦେଲେ। ମୁଁ ଉଲ୍ଲସିତ ହୋଇ ତାଙ୍କୁ ମୋ ପାଖରେ ବସାଇଲି ଏବଂ କହିଲି, "ଦେଖନ୍ତୁ, ଆପଣଙ୍କର ପ୍ରତିଭା ଆଉ କଲେଜ ମାଗାଜିନ୍ ଭିତରେ ସୀମାବଦ୍ଧ ହୋଇ ରହିପାରିବ ନାହିଁ। ଆପଣ ଡଗରକୁ ନିୟମିତ ରୂପେ ପ୍ରତି ସଂଖ୍ୟା ପାଇଁ ହାସ୍ୟରସାତ୍ମକ ଗଳ୍ପ ପଠାନ୍ତୁ।" ସେ ତାହା ହିଁ କଲେ ଏବଂ ତାଙ୍କ ଗପ ନିୟମିତ ରୂପେ ଡଗରରେ ପ୍ରକାଶ ପାଇବାକୁ ଲାଗିଲା। ତାଙ୍କର ଓ ମୋର ବନ୍ଧୁତା ବଢ଼ି ତାଙ୍କ ଘର ଯାଏ ଚାଲିଗଲା। ଚନ୍ଦ୍ରବାବୁ ରେଭେନ୍ସା କଲେଜରୁ ବିଏ ପାସ୍ କରିସାରି ଦିଲ୍ଲୀରେ ରାମଦାସ କଲେଜରେ ରାଜନୀତି ବିଜ୍ଞାନରେ ଏମ୍ଏ ପାସ୍ କଲେ ଏବଂ ସେହି କଲେଜରେ ଅଧ୍ୟାପନା ମଧ୍ୟ କଲେ। ମୋ ସହିତ ପତ୍ରାଳାପ କିନ୍ତୁ ଅବ୍ୟାହତ ଥାଏ। ସେ କ୍ରମେ ପିଏସ୍ ହେଲେ ଏବଂ ଅତିରିକ୍ତ ଏସ୍ପି ହିସାବରେ ସେହିଠାରୁ ନିଯୁକ୍ତି ପାଇଲେ। ଏହି ସମୟରେ ତାଙ୍କର ଲେଖାର ସଂଖ୍ୟା ଟିକେ କମିଗଲା। ସେ ଥରେ କଟକକୁ ଆସିଥିଲେ। ମୋ ପାଖକୁ ଆସିବା ମାତ୍ରେ ମୁଁ ତାଙ୍କ ଉପରେ ଅଭିମାନ କରି ଏକ ପ୍ରକାର ଗାଳିଗୁଲଜ କଲି। ସେ ପୁଣି ଲେଖିବେ ବୋଲି କହିଲେ ଏବଂ ମୋ ପାଖରୁ ଅନାଦିବାବୁଙ୍କ କ୍ୱାର୍ଟରକୁ ଗଲେ। ସେହିଠାରେ ସେ ଅନାଦିବାବୁଙ୍କର ବହୁ ଲେଖା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ସଙ୍ଗେ ସଙ୍ଗେ ମୋ ପାଖକୁ ସେହିଠାରୁ ଫୋନ୍ କରି କହିଲେ, "ଫତୁରାନନ୍ଦଜୀ, ଆପଣ ଅନାଦିବାବୁଙ୍କୁ ଜାଣନ୍ତି?" ମୁଁ ପଚାରିଲି, "ଏସ୍ପି ଅନାଦିବାବୁଙ୍କ କଥା କହୁଛ?" ସେ କହିଲେ, "ହଁ, ତାଙ୍କ ପାଖରେ ଅତି ଉଚ୍ଚକୋଟୀର ଲେଖା ସବୁ ପଡ଼ି ରହିଛି। ଆପଣ ତାହାର ସଦ୍ବ୍ୟବହାର ଏପର୍ଯ୍ୟନ୍ତ କରିନାହାନ୍ତି। ଖାଲି ମୋ ଉପରେ ହୁକୁମ ଚଲାଉଛନ୍ତି।" ମୁଁ କହିଲି, "ତୁମେ କିଛି ତାଙ୍କ ଲେଖା ମୋ ପାଖକୁ ଆଣ ଏବଂ ଅନାଦିବାବୁଙ୍କୁ ମୋ ପାଖକୁ ଆସିବାକୁ ମୋ ତରଫରୁ ଅନୁରୋଧ ଜଣାଅ।" ସେ ରାଜି ହୋଇଗଲେ। ସେହି ଦିନଠାରୁ ଅନାଦିବାବୁ ମୋ ନିକଟରେ ଆଉ ଏକ ଚନ୍ଦ୍ରଭାନୁ ରୂପେ ଦେଖାଦେଲେ। ସେ ପ୍ରାୟ 3 ଦିନ ଟିକେ ଅବସର ପାଇଲେ ଲେଖାଟି ନେଇ ଆସନ୍ତି ଏବଂ ମୋ ପାଖରେ ପଢ଼ନ୍ତି। ସେ ଚନ୍ଦ୍ରଭାନୁ ପରି କ୍ରମେ ଡଗରର ପରିବାର ଭୁକ୍ତ ହୋଇଗଲେ। ଡଗରର ଦୁରାବସ୍ଥା ଦେଖି ସେ ବଡ଼ ଚିନ୍ତିତ ହୋଇପଡ଼ିଥିଲେ। ତାଙ୍କର ପ୍ରଭାବରେ ଡଗରର 100ଟି ନୂଆ ଗ୍ରାହକ କେଇ ଦିନ ଭିତରେ ହୋଇଗଲେ। ଆମକୁ ସିନା ସେ କିଛି କହୁନଥାନ୍ତି, କିନ୍ତୁ ଭିତରେ ଭିତରେ ଡଗରର ଅବସ୍ଥା କିପରି ଟିକେ ସ୍ୱଚ୍ଛଳ ହେବ ସେ କଥା ଚିନ୍ତା କରୁଥିଲେ। ଦୈବ ଦୁର୍ଯୋଗରୁ ସେହି ସମୟରେ ଡଗର ପ୍ରେସରେ ଗୋଟେ ବଡ଼ ଧରଣର ଚୋରି ହୋଇଗଲା। ଅକ୍ଷରତକ ମୂଲପୋଛ ହୋଇଗଲା। ପୁଲିସ କର୍ମଚାରୀମାନେ ଡଗର ପ୍ରେସକୁ ଏସ୍ପିଙ୍କ ପ୍ରେସ ବୋଲି ମନେ ମନେ ବିଚାରୁଥିଲେ। ବାଘ ମିରିଗକୁ ମାଡ଼ି ବସିଲା ପରି ପୋଲିସବାଲାମାନେ ଘାଉଁ କରି ଚୋରକୁ ମାଡ଼ି ବସିଲେ। ସେମାନଙ୍କ ଭାଗ୍ୟ ଖରାପ ଥିଲା। ଆମ ପ୍ରେସରେ ଅନାଦିବାବୁଙ୍କ ଗୋଟେ ଗପର ଖଞ୍ଜା ଅକ୍ଷର ଛପା ପରେ ଭଙ୍ଗାନ ହୋଇ ରହିଥିଲା। ଟାଇପ୍ ଫାଉଣ୍ଡେରୀବାଲା ବେପରୁଆ ଭାବରେ ସେତକ ଭାଙ୍ଗି ପାରିନଥିଲା। ସାଙ୍ଗେ ସାଙ୍ଗେ ମାଲ ସାବୁତ ହୋଇଗଲା। ସମସ୍ତ ଅକ୍ଷର ସେହି ଟାଇପ୍ ଫାଉଣ୍ଡେରୀରୁ ଜବତ କରାଗଲା। ଚୋରି ଅକ୍ଷର ଆଂଶିକ ଆମେ ପାଇଗଲୁ। ଚୋରଙ୍କ ପ୍ରତି ବିଶେଷ କାର୍ଯ୍ୟାନୁଷ୍ଠାନ ହୋଇପାରିଲା ନାହିଁ। ଚୋରମାନଙ୍କ ଭିତରେ ଗୋଟେ ଶିକ୍ଷାନୁଷ୍ଠାନ କର୍ମକର୍ତ୍ତାଙ୍କ ପୁଅ, ଆଉ ଜଣେ ମୋର ଆତ୍ମୀୟ ଭଳି। ତେଣୁ କେସ୍ କରିହେଲା ନାହିଁ। ବାକି ଅକ୍ଷରତକର ଆଶା ଛାଡ଼ି ଦେବାକୁ ପଡ଼ିଲା। ସେତେବେଳେ ପ୍ରସନ୍ନ କୁମାର ହୋତା କଟକର କଲେକ୍ଟର ଥିଲେ। ତାଙ୍କର ବାପା ବାଞ୍ଛାନିଧି ହୋତା ମୋ ମାମୁଁ ଝିଅ ଭଉଣୀଙ୍କୁ ବାହା ହୋଇଥିଲେ। ମେଡ଼ିକାଲରେ ପଢ଼ିଲା ଦିନଠାରୁ ତାଙ୍କ ସାଙ୍ଗରେ ଘନିଷ୍ଠ ସମ୍ବନ୍ଧ ଥିଲା। ସେ ରେଭେନ୍ସା କଲେଜରେ ପଢ଼ୁଥିଲେ ଓ ମୁଁ ମେଡ଼ିକାଲ ସ୍କୁଲରେ ପଢ଼ୁଥିଲି। ମୁଁ ଜର୍ଜ ପଟ୍ଟନାୟକ ଓ ବାଞ୍ଛାନିଧି ହୋତା ଦୈବାଦିନେ ଯଦି ଏକାଠି ନ ହୋଇଥିଲୁ ତେବେ ଆମ କାହାରିକୁ ଭାତ ରୁଚୁ ନଥିଲା। ପ୍ରସନ୍ନ ହୋତା ଏ ବିପଦରେ ଯେ ଆମକୁ ସାହାଯ୍ୟ କରିପାରିବେ ଏତକ ଜ୍ଞାନ ମୋର ନଥିଲା। ବିଜୟାନନ୍ଦ ପ୍ରସନ୍ନ ହୋତାଙ୍କ ସହ ମୋର ଆତ୍ମୀୟତା କଥା ଜାଣିଥିଲେ। ସେ ମୋତେ ତାଙ୍କର ସାହାଯ୍ୟ ପ୍ରାର୍ଥୀ ହେବା ଲାଗି ଖୁବ୍ ଉତ୍ସାହିତ କଲେ। ମୋତେ ସାଙ୍ଗରେ ଧରି ସେ ଦିନେ ଯାଇ ତାଙ୍କ କୋଠରୀରେ ପହଞ୍ଚିଲେ। ସେ ମୋତେ ଦେଖି ଆଦର କରି ବସାଇଲେ। ମୁଁ ମୋର ଦୁଃଖ ଜଣାଉ ଜଣାଉ ତାଙ୍କୁ କହିଲି, "ଡଗରଟା ବନ୍ଦ ହୋଇଗଲା।
ସେ କାରଣ ପରିବାରରୁ ମୁଁ କହିଲି। ଅକ୍ଷର ତକ ସବୁ ଚୋରି ହେଇଗଲା। ଏତକ କହିବା ମାତ୍ରେ ମୋର ଦୁଇ ଆଖିରୁ ଦୁଇ ଧାରା ଲୁହ ଗଡ଼ି ପଡ଼ିଲା। ମୁଁ ମୁହଁ ବୁଲାଇ ଚାଦରରେ ଆଖି ପୋଛିଦେଲି। ହୋତା କିନ୍ତୁ ସେତକ ଦେଖିପାରିଥିଲେ। ସେ ହଠାତ୍ ବିବ୍ରତ ହୋଇପଡ଼ି ପଚାରିଲେ, ବର୍ତ୍ତମାନ କେତେ ଟଙ୍କା ହେଲେ ଅକ୍ଷର ତକ ଆସିପାରିବ? ମୁଁ କହିଲି 2000 ଟଙ୍କା ହେଲେ ଅକ୍ଷର ତକ ଆସିପାରିବ। ମୁଁ କହିଲି 2000 ଟଙ୍କା ହେଲେ କାମ ସଙ୍ଗେ ସଙ୍ଗେ ଆରମ୍ଭ ହୋଇଯିବ। ସେ ସଙ୍ଗେ ସଙ୍ଗେ ଫୋନ୍ ଉଠାଇ ଜଣେ ଶିଳ୍ପପତିଙ୍କୁ ସେତକ ଟଙ୍କା ସଙ୍ଗେ ସଙ୍ଗେ ଦେବା ଲାଗି କହିଲେ। ସେ ମଧ୍ୟ ତତ୍କ୍ଷଣାତ୍ ରାଜି ହୋଇଗଲେ। ସନ୍ଧ୍ୟାବେଳେ ସୁଦ୍ଧା ଆମ ପାଖରେ 2000 ଟଙ୍କା ଆସି ପହଞ୍ଚିଲା। ତା ସଙ୍ଗେ ସଙ୍ଗେ ଗୋଟେ ଫୁଲ ପେଜ୍ର ବିଜ୍ଞାପନ ବର୍ଷକ ପାଇଁ କାଢ଼ିବା ଲାଗି ଅର୍ଡ଼ର ଥିଲା। ମୁଁ ଆନନ୍ଦରେ ଅଧୀର ହୋଇପଡ଼ିଲି। କାମ ପୁଣି ସୁରୁଖୁରୁରେ ଚାଲିଲା। ଡଗରର କୌଣସି ସ୍ଥାୟୀ ପାଣ୍ଠି ନଥିଲା। ଅନାଦିବାବୁ ମନେ ମନେ ଏଇ ବିଷୟ ଭାବୁଥିଲେ। ହଠାତ୍ ବାରବାଟୀ ଷ୍ଟାଡ଼ିୟମରେ ଅଷ୍ଟ୍ରେଲିଆ ସାଙ୍ଗ ଭାରତ କ୍ରିକେଟ ଖେଳ ହେବ ବୋଲି ସ୍ଥିର ହୋଇଗଲା। ସରକାର ଟିକେଟ ଛପାଛପିରେ ଯେପରି କୌଣସି ପ୍ରକାର ଅପକର୍ମ ନ ହୁଏ ସେଥିପାଇଁ ଅନାଦିବାବୁଙ୍କୁ ଟିକେଟ ଛପା ଦାୟିତ୍ୱରେ ରଖାଇଦେଲେ। କଥାଟି ଖୁବ୍ ଗୁପ୍ତରେ ରଖାଗଲା। ଅନାଦିବାବୁ ସେ କାମଟି ଆମରି ଉପରେ ନ୍ୟସ୍ତ କରିଦେଲେ ଏବଂ ଛପାଛପି ସମ୍ବନ୍ଧୀୟ ସମସ୍ତ ପ୍ରକାର ସାଧୁତା ଅବଲମ୍ବନ କରିବା ଲାଗି ଆମକୁ ସତର୍କ କରାଇ କଥାଟିକୁ ଅତି ଗୁପ୍ତ ରଖିବାକୁ ଲାଗି ପରାମର୍ଶ ଦେଲେ। ଆମେ ମଧ୍ୟ ଏତେ ଗୁପ୍ତରେ ସେ କାମ ସବୁ କଲୁ ଯେ ଆମର ନିଜ ଲୋକ ତଥା ଅନ୍ୟ କେହି ତାହାର ଟେର୍ ସୁଦ୍ଧା ପାଇଲେ ନାହିଁ। ଆମ ପାଖରେ ତ ଏ କାମ କରିବା ପାଇଁ ଅଗ୍ରିମ ଖଟାଇବା ଲାଗି ଅର୍ଥ ନଥିଲା। ଏତକ ଜାଣି ଅନାଦିବାବୁଙ୍କ ତାଙ୍କ ନିଜ ଟଙ୍କା ବ୍ୟାଙ୍କରୁ ଆଣି ଆମକୁ ଦେଲେ। ଏହି କାମରେ ସମସ୍ତ ଖର୍ଚ୍ଚାବର୍ଚ୍ଚା ଯାଇ ଓ ଅନାଦିବାବୁଙ୍କ ଟଙ୍କା ସୁଝା ହୋଇ ଆମେ ମୁନାଫା ସ୍ୱରୂପ 7000 ଟଙ୍କା ପାଇଲୁ ଓ ବ୍ୟାଙ୍କରେ ଥୋଇଦେଲୁ। ଚାଷୀ ବୁଢ଼ା କଠିନ ନାମଶଯ୍ୟାରେ ଗଛ ଛାଇରେ ବସି ଯେପରି ଅଣ୍ଟା ସଲ ଖାଏ, ମୁଁ ସେପରି ଅଣ୍ଟା ସଲ ଖାଇଲି। ବିଜୟାନନ୍ଦ ତ ଟୋକା ଟାକଲିଆ ଲୋକ। ଉତ୍ସାହ ତାଙ୍କ ଭିତରେ ଖୁନ୍ଦି ହୋଇ ରହିଥାଏ। ତାଙ୍କର ଅଣ୍ଟା ସଲ ଖାଇବାର ଦରକାର ପଡ଼ିନଥିଲା। ସେ କେବଳ ଉଣ୍ଡିବାରେ ଲାଗିଥାନ୍ତି। କୋଉଠୁ କୋଉଠୁ ଟଙ୍କା ମିଳିବ? ଗୋଟେ ପଙ୍ଗୁ ଲୋକଙ୍କୁ ଟଣାଗାଡ଼ିରେ ବସାଇ ଓ ସେ ଗାଡ଼ି ଚାରିଆଡ଼େ ବୁଲେଇ ଜଣେ ଲୋକ ଯେପରି ଅର୍ଥ ସଂଗ୍ରହ କରେ, ବିଜୟାନନ୍ଦ ସେହିପରି ମୋତେ ଚାରିଆଡ଼େ ନେଇ ବିଜ୍ଞାପନ ସଂଗ୍ରହରେ ଲାଗି ପଡ଼ିଥିଲେ। ଡଗରା ବେଶ କିଛି ଦିନ କଟା ଗଛ କଅଁଳିଲା ପରି କଅଁଳି ଉଠିଲା। ମୁଁ ଡଗର ପାଇଁ ଆସିଥିବା ଲେଖାଗୁଡ଼ିକର ବଛାବଛି କାମ ହାତରେ ରଖିଲି। ବିଜୟାନନ୍ଦ ପ୍ରେସ୍ ଭାର ପୂରାପୂରି ନିଜେ ଗ୍ରହଣ କଲେ। ପୂର୍ବେ ପ୍ରେସ୍ ବିଷୟ ବୁଝିବାରେ ମୁଁ ବଡ଼ ହେଙ୍ଗେଜା ଥିଲି। କେଉଁ କର୍ମଚାରୀ କେଉଁଠି ଗଣ୍ଡଗୋଳ କଲା ସେଥିପ୍ରତି କଠୋର କାର୍ଯ୍ୟାନୁଷ୍ଠାନ କରୁନଥିଲି। ସେମାନଙ୍କୁ ପାକଲେଇ ପୁକୁଲେଇ କାମକୁ ସଜାଡ଼ି ନେଉଥିଲି। ଏପରି କରିବା ଫଳରେ ସେମାନେ ବେଶୀ ବେଶୀ ବେପରବାୟ ହୋଇଯାଉଥିଲେ। କ୍ରମେ ସେମାନଙ୍କ ମୋ ପ୍ରତି ବେଖାତିର ଭାବ ବଢ଼ି ଉଠିଥିଲା। ବିଜୟାନନ୍ଦ ପ୍ରେସ୍ କର୍ମଚାରୀଙ୍କ ଭାର ନେବା ପରେ ସେମାନଙ୍କୁ ଦିନରାତି ଖାଲି ଶୋଧୁ ଲାଗିଲେ। ପ୍ରେସ୍ରେ ହରଦମ ଶୁଭିଲା, ୟୁ ନନ୍ସେନ୍ସ, ଗେଟ୍ ଆଉଟ୍। ମୋତେ ଏଗୁଡ଼ାକ ଭଲ ଲାଗୁନଥିଲା। କିନ୍ତୁ ପରେ ବୁଝିଲି ବିଜୟାନନ୍ଦ ଠିକ୍ ଲୁହା ଦେଖି ପାଣି ଦେଉଥିଲେ। ଫଳରେ ପ୍ରେସ୍ ଭିତରେ ଦେଖାଦେଉଥିବା ବିଶୃଙ୍ଖଳା କମି ଆସିଲା। ବିଜୟାନନ୍ଦ ଆସିବା ପୂର୍ବରୁ ମୋର ସାନ ଭାଇ ଅଧ୍ୟାପକ ଶ୍ୟାମସୁନ୍ଦର ମିଶ୍ର ପାରଳାଖେମୁଣ୍ଡିରୁ ମୁଁ ବଦଳି ହୋଇ ରେଭେନ୍ସା ସନ୍ଧ୍ୟା କଲେଜରେ ଯୋଗ ଦେଇଥିଲା। ସେତେବେଳକୁ ଆମର ଏକାନ୍ନବର୍ତ୍ତୀ ବଡ଼ ପରିବାରଟି ଭାଙ୍ଗି ଛତ୍ରଛାଲ ହୋଇଯାଇଥିଲା। ମୁଁ ଘରୁ ସମ୍ପୂର୍ଣ୍ଣ ରୂପେ ବିଚ୍ଛିନ୍ନ ହୋଇ